ଷଷ୍ଠ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ। ବାଦାରଣ୍ୟରୁବାଚ ବୃତ୍ର ହୋଇଲା ଯହୁଁ ହତ ଶୁଣି ହରଷ ତ୍ରିଜଗତ ଯେତେ ଦିଗପାଳ ମାନେ ବିଜୋର ହେଲେ ତତ୍କ୍ଷଣେ ଇନ୍ଦ୍ର ଭୁବନ ଜନ ମାନେ ହରଷ ହୋଇଲେ ତତ୍କ୍ଷଣେ ଅମର ଆଦି ଯକ୍ଷଗଣ ପିତୃଦୈବତ ଯେ ଚାରଣ ବ୍ରହ୍ମା ଶଙ୍କର ବଜ୍ରଧର ଗଲେ ସେ ଯାହା ମନ୍ଦିର। ରାଜବାଚ ଭୌମନି ହୁଅ ସାବଧାନ ଏହା ଶୁଣି ତ ମୋର ମାନ କିମ୍ପାଇଁ ସୁଖୀ ଦେବଗଣ ଇନ୍ଦ୍ର କି କଲେ ମନ୍ଦ କର୍ମ କିମ୍ପାଇଁ ତାଙ୍କ ଦୁଃଖ ମନ କହିବ ମୋତେ ତପୋଧନ। ବାଦାରଣ୍ୟରୁବାଚ ଏ ବୃତ୍ର ବିକ୍ରମ ଦେଖି ଦେବେ ମହତ ଋଷି ଆଦି ସର୍ବେ ଭୟ ଉଦ୍ବେଗ ମନ ହୋଇ ଇନ୍ଦ୍ରକୁ କହିଲେ ସେ ଯାଇ ବୋ ଦେବଙ୍କ ଈଶ୍ୱର ବୃତ୍ର ଅସୁରକୁ ସଂହାର ବୃତ୍ର ବ୍ରହ୍ମବଧ ପାପରେ ଇନ୍ଦ୍ରତା କଲେ ସ୍ୱୀକାରେ। ଇନ୍ଦ୍ରବାଚ ଏ ସ୍ତ୍ରୀ ଜଳଗିରି ଦ୍ରୁମ ମାନେ ପାପ ଘେନିଲେ ବିଦ୍ୟାମାନେ ବିଶ୍ୱରୂପ ବଧର ଯେଉଁ ବୃତ୍ର ମାରି କେହୁ ସହୁ ଇନ୍ଦ୍ର ଦେବତା ଋଷି ଗଣେ ଶୁଣିଣ କହନ୍ତି ବଚନେ ଅଶ୍ୱମେଧ ଯଜ୍ଞରୁ କରି ଏ ପାପ ନାଶିବ ତୁମ୍ଭରି ହୟମେଧୁ ପୁରୁଷ ବର ଅଖିଳ ଜନକ ଈଶ୍ୱର ଯେ ଦେବ ପ୍ରଭୁ ଭଗବାନ ଯଜ୍ଞରେ ପରାୟ ପ୍ରସନ୍ନ। ଏ ବୃତ୍ରର ବଧ ପାପ ଘୋର ଅବହେଳାରେ ବପାର ମହାଯଜ୍ଞକୁ କରି ତୁହି ଜପିବୁ ପ୍ରଭୁ ଭାବଗ୍ରାହୀ ତାର ସ୍ମରଣେ ଦେବ ବର ଦୁରିତ କେତେକ ମାତର। ଶ୍ରୀଶୁକବାଚ ଏ ଶୁଣିଣ ଋଷିଙ୍କ ବଚନ ଶତ୍ରୁ ମାଇଲେ ମଘବାନ ତତ୍କ୍ଷଣେ ବ୍ରହ୍ମ ହତ୍ୟା ଗଲା ଇନ୍ଦ୍ର ଦେବକୁ ଆଶ୍ରା କଲା ତାହାଙ୍କୁ ଦେଖି ଦୁଃଖ ପାଇ ଦେବ ଇନ୍ଦ୍ର ଗଲେ ପଳାଇ ଚଣ୍ଡାଳ ରୂପକୁ ଧଇଲା ଇନ୍ଦ୍ରର ପଛେ ଗୋଡ଼ାଇଲା ଏ ବୃଦ୍ଧ ରୂପକୁ ଧରି ସେଇ ଯକ୍ଷ୍ମା ରୋଗରେ ଗ୍ରସ୍ତ ହୋଇ ଶୋଣିତ ପ୍ରାୟ ଜଟା ତାର ବିବର୍ଣ୍ଣ କେଶ ମସ୍ତକର ରହବଲିଣ ଡାକ ଦେଇ ଆମିଷ ଗନ୍ଧ ତାର ଦେଇ ଆକାଶେ ସକଳ ଦିଗରେ ଇନ୍ଦ୍ର ପଳାନ୍ତି ଖରତରେ ଏ ଉତ୍ତର ଦିଗକୁ ଯେ ଗଲେ ମାନ ସରୋବରେ ମିଳିଲେ ପୁଷ୍କର ତୀର୍ଥେ ଦେବବର ଚଞ୍ଚଳ ମନ କରି ସ୍ଥିର ସହସ୍ର ସମ୍ବତ୍ସର ତହିଁ ବ୍ରହ୍ମା ଭଜନେ ମନ ଦେଇ ବ୍ରହ୍ମବଧରୁ ମୋକ୍ଷ ପାଇ ରହିଲେ ନିରଧାର ହୋଇ ଆବତ ନହୁଷ ରାଜନ ସ୍ୱର୍ଗ କଲେ ପ୍ରତିପାଳନ ଏ ବିଦ୍ୟା ଯୋଗ ବଳରୁ କରି ସର୍ବସମ୍ପଦ ଭୋଗ କରି ସମ୍ପଦ ଐଶ୍ୱର୍ଯ୍ୟ ମଦରେ ନହୁଷ ମନ୍ଦାନ୍ଧ ବୁଦ୍ଧିରେ ଇନ୍ଦ୍ର ପତ୍ନୀକୁ ଇଚ୍ଛା କଲା ସ୍ୱର୍ଗରୁ ଚ୍ୟୁତ ସେ ହୋଇଲା ନହୁଷ ସ୍ୱର୍ଗେ ଇନ୍ଦ୍ର ହୋଇ ବାରତା ଇନ୍ଦ୍ରାଣୀକୁ ଦେଇ ଇନ୍ଦ୍ର ମୁଁ ସ୍ୱର୍ଗ ଭୁବନରେ ମୋତେ ତୁମ୍ଭେ ଭଜ ବିଧିରେ ଇନ୍ଦ୍ରାଣୀ ଗୁରୁଙ୍କୁ କହିଲେ ପ୍ରତି ଉତ୍ତର ଗୁରୁ ଦେଲେ ଗୁରୁ ଏମନ୍ତ ବିଚାରିଲେ ଅତି ଅସମ୍ଭବ ବୋଇଲେ ଅନେକ ତପସ୍ୟାର ଫଳେ ମନୁଷ୍ୟ ହୋଇ ଦେବ ପାଳେ ବ୍ରାହ୍ମଣ କୋପ ସାପୁ କରି ହତ ହୋଇବ ଏହା ସିରି ନହୁ ସେ ଏମନ୍ତ କହିବ ଋଷିଙ୍କ କନ୍ଧେ ଧୋକା ଥିବ ନହୁଷ ଏମନ୍ତ କହିବ ଋଷିଙ୍କ କନ୍ଧେ ଦୋଳା ଥିବ ତୁମ୍ଭେ ଦୋଳାରେ ବସିଥିବ ଆମ୍ଭର ପୁରକୁ ଆସିବ ତେବେ ଯେ ତୁମ୍ଭକୁ ଭଜିବୁ ସ୍ୱର୍ଗେ ଇନ୍ଦ୍ର ବୋଲି ଜାଣିବୁ ଏମନ୍ତ ଗୁରୁ ଆଜ୍ଞା ଶୁଣି ନହୁ ସେ କହନ୍ତେ ଇନ୍ଦ୍ରାଣୀ ଋଷିମାନଙ୍କୁ ଆଣି କରି ଋଷିଙ୍କ କନ୍ଧେ ଦୋଳା ଧରି ସେ ଦୋଳା ଉପରେ ନହୁଷ ଆସୁ ଯେ ଅଛଇ ହରଷ ଦୋଳା ମନ୍ଦ ମନ୍ଦ ଗମନ ନହୁଷ କ୍ରୋଧିତ ବଚନ ସର୍ପ ସର୍ପ ବୋଲି ବୋଇଲା ପାଦେ ଅଗସ୍ତିଙ୍କୁ ମାଇଲା ଅଗସ୍ତି କ୍ରୋଧ ମନ ହୋଇ ନହୁଷକୁ ଯେ ସାପ ଦେଇ ତୁ ସର୍ପ ହୁଅ ବେଗ ହୋଇ ଯେଣୁ ସଙ୍କଟ କଲୁ ତୁହି ଏଣୁ ଏ ଋଷିଙ୍କ ସାପରୁ ଚ୍ୟୁତ ହୋଇଲା ସ୍ୱର୍ଗପୁରୁ ପରମେଶ୍ୱର ଧ୍ୟାନ କରି ବ୍ରହ୍ମ ହତ୍ୟା ଦୋଷରୁ ତରି ସ୍ୱର୍ଗରେ ଇନ୍ଦ୍ର ପୁନର୍ବାର ଦେବଙ୍କୁ ଘେନି ସେ ବିହାର ଇନ୍ଦ୍ରକୁ ଦେବ ଋଷିମାନେ ଅଶ୍ୱମେଧ ଯଜ୍ଞ ବିଧାନେ ମହାପୁରୁଷ ଆରାଧନ ଦୀକ୍ଷା କରାଇଲେ ରାଜନ ଏ ଅନନ୍ତରେ ଦେବମୟ ଆତ୍ମା ପୁରୁଷ ସେ ଅବୟମ୍ ଇନ୍ଦ୍ର ବ୍ରହ୍ମ ଋଷି ସହିତେ ଆରାଧି ଅଶ୍ୱମେଧ ମତେ ବ୍ରହ୍ମବଧ ପାପ ସମୂହ ଯଜ୍ଞ ହେତୁରୁ ହେଲା କ୍ଷୟ ରବି କିରଣେ ତମ ପ୍ରାୟ ସକଳ ପାପ ହେଲା କ୍ଷୟ
ଅଶ୍ୱମେଧରେ ବରୀନ୍ଦ୍ର ମରିଚି ଆଦି ମୁନିବୃନ୍ଦ ଆରାଧି ପୁରୁଷ ପୁରାଣ ସ୍ୱର୍ଗେ ହୋଇଲେ ସେ ରାଜନ ଯଜ୍ଞର ପ୍ରସାଦରୁ କରି ନିଷ୍ପାପୀ ହୋଇ ସେ ବିହରି ଅଶେଷ ପ୍ରାଣୀମାନଙ୍କର ପାପକୁ କରଇ ସେ ଦୂର ଏ ମହା ସୁଖ ଜ୍ଞାନମୟୀ ଯେ ଜନ ଶ୍ରଦ୍ଧାରେ ଶୁଣଇ ଶ୍ରଦ୍ଧାରେ କରି ଯେ ପଢ଼ଇ ଯେ ଅବା ଅଜ୍ଞାନେ ଶୁଣଇ ଗାୟନ କରି ପ୍ରତିଦିନ ସର୍ବ ଶୁଭ ଲଭେ ସେ ଜନ ଶତ୍ରୁକୁ ଜୟ ଧନ ଯଶ ପାପ ମୋହୋଚ୍ଚନ ଦୀର୍ଘାୟୁଷ ସର୍ବ କଲ୍ୟାଣ ତାର ହୋଇ ଯେ ସୁଧ ମନରେ ଶୁଣଇ ବୋଲଇ ଦାସ ଜଗନ୍ନାଥ ଷଷ୍ଠ ସ୍କନ୍ଧେ ଯେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ वैयासिक्यां षष्ठ स्कंदे इंद्र विजय कथने नाम त्रयोदशोऽध्याय बोल आनंदे कवार हरि हरि बोल।